ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ଆସାମ, କେରଳ ଏବଂ ପୁଡୁଚେରୀ ବିଧାନସଭା ସମେତ 4ଟି ଉପନିର୍ବାଚନରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ସମ୍ପନ୍ନ। ପୁଡୁଚେରୀରେ ରେକର୍ଡ ସଂଖ୍ୟକ 89.87% ମତଦାନ ସୂଚନା। ଭାରତ ଆମେରିକା ଦ୍ୱିପାକ୍ଷିକ ସମ୍ପର୍କର ବର୍ତ୍ତମାନର ସ୍ଥିତି ଓ ଭବିଷ୍ୟତର ଗତିପଥ ନେଇ ଜାରି ରହିଛି ଆଲୋଚନା। ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ମନ୍ତବ୍ୟକୁ ଇସ୍ରାଏଲର କଡ଼ା ସମାଲୋଚନା। ମନ୍ତବ୍ୟ ଅପରାଧ ମନୋବୃତ୍ତି ସମ୍ପନ୍ନ ବୋଲି କହିଲା ଇସ୍ରାଏଲ। ହର୍ମୁଜ ପ୍ରଣାଳୀ ଦେଇ ତୈଳ କାରବାରରେ ଇରାନ ସେନାର ଶୁଳ୍କ ଆଦାୟ ଯୁଦ୍ଧବିରତି ସର୍ତ୍ତାବଳୀର ଉଲ୍ଲଂଘନ ବୋଲି ଆମେରିକା ରାଷ୍ଟ୍ରପତିଙ୍କ ଅଭିଯୋଗ। ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲିର ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସକୁ 3 ୱିକେଟରେ ପରାସ୍ତ କଲା ଲକ୍ଷ୍ନୌ ସୁପର ଜାୟାଣ୍ଟସ୍। ଆଜି ସନ୍ଧ୍ୟାରେ ଖେଳାଯିବ ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍। ଆସାମ, କେରଳ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ନିମନ୍ତେ ମତଦାନ ତଥା 3ଟି ରାଜ୍ୟର 4ଟି ବିଧାନସଭା ଆସନରେ ଉପନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି। ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ ଆସାମରେ 85.38% ଏବଂ ପୁଡୁଚେରୀରେ 89.83% ମତଦାନ ହୋଇଛି। କେରଳରେ 78.03% ମତଦାନ ହୋଇଥିବା କମିଶନ କହିଛନ୍ତି। କର୍ଣ୍ଣାଟକର ବାଗଲକୋଟ ଉପନିର୍ବାଚନରେ 68.7% ମତଦାନ ହୋଇଥିବା ବେଳେ ଦବନଗିରି ଦକ୍ଷିଣରେ 68.55%, ନାଗାଲାଣ୍ଡର କୋରିଡାଙ୍ଗରେ 82.21% ଏବଂ ତ୍ରିପୁରାର ଧର୍ମନଗରରେ 80% ମତଦାନ ହୋଇଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ ଅନ୍ୟ 2 ଜଣ ନିର୍ବାଚନ କମିଶନର ସମ୍ପୂର୍ଣ୍ଣ ମତଦାନ ପ୍ରକ୍ରିୟାର ସିଧାସଳଖ ପ୍ରସାରଣ ନିରୀକ୍ଷଣ କରିଥିଲେ। ପ୍ରଥମ ଥର ପାଇଁ ସମସ୍ତ ଭୋଟଦାନ କେନ୍ଦ୍ରରେ ଏହି ବ୍ୟବସ୍ଥା କରାଯାଇଥିଲା। ବିଶେଷକରି ଇଭିଏମ୍ ବାଲାଟ ପେପରରେ ପ୍ରାର୍ଥୀମାନଙ୍କ ରଙ୍ଗୀନ ଫଟୋଚିତ୍ର, ମୋବାଇଲ ଜମା କରିବା ବ୍ୟବସ୍ଥା, ପରିବର୍ତ୍ତିତ ଭୋଟର ସୂଚନାପତ୍ର ଏବଂ ମତଦାନ କେନ୍ଦ୍ର ପିଛା 1200 ଭୋଟର ଭଳି ବ୍ୟବସ୍ଥା ମତଦାନ ପ୍ରକ୍ରିୟାକୁ ସହଜ କରିଥିଲା। ପୁଡୁଚେରୀରେ ଗତକାଲି 89.87% ମତଦାନ ରେକର୍ଡ କରାଯାଇଛି। ନିର୍ବାଚନ କମିଶନଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ ଭାରତ ସହିତ ମିଶ୍ରଣ ଏବଂ 1964 ମସିହାରେ ଅନୁଷ୍ଠିତ ପ୍ରଥମ ବିଧାନସଭା ନିର୍ବାଚନ ପରେ ଏହା କେନ୍ଦ୍ରଶାସିତ ଅଞ୍ଚଳରେ ସର୍ବାଧିକ ମତଦାନ। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଏବଂ ନିର୍ବାଚନ ଓ ଅତ୍ୟାବଶ୍ୟକ ସେବାରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ସମେତ ପ୍ରାୟ 13,000 ଭୋଟର ପୋଷ୍ଟାଲ ମାଧ୍ୟମରେ ମତଦାନ କରିଛନ୍ତି। ଆସନ୍ତା ମେ 4 ତାରିଖ ଭୋଟ ଗଣନା ଦିନ ସକାଳ 8ଟା ପର୍ଯ୍ୟନ୍ତ ଭୋଟ ଦେବା ଲାଗି 328 ଜଣ ସର୍ଭିସ ଭୋଟରଙ୍କୁ ପୋଷ୍ଟାଲ ବାଲାଟ ପ୍ରଦାନ କରାଯାଇଛି। ଫଳରେ ମତଦାନ ହାର ପ୍ରାୟ 1.36% ବୃଦ୍ଧି ପାଇ ମୋଟ ମତଦାନ 91.23% ହେବା ଆକଳନ କରାଯାଇଛି। ଆସାମରେ 85.7% ମତଦାନ ହୋଇଥିବା ରେକର୍ଡ କରାଯାଇଛି। ବାରାକ ଉପତ୍ୟକାରେ ସର୍ବାଧିକ ମତଦାନ ହୋଇଛି। ଦକ୍ଷିଣ ଆସାମର ବାରାକ ଉପତ୍ୟକାରେ 84% ମତଦାନ ରେକର୍ଡ କରାଯାଇଛି। ସିଲଚର ସହରରେ ଶେଷ ମୁହୂର୍ତ୍ତରେ ଭୋଟଦାତାଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ହାଇଲାକାଣ୍ଡିରେ ପ୍ରାୟ 82% ମତଦାନ ହୋଇଥିବା ସୂଚନା ଦିଆଯାଇଛି। ଚା ବଗିଚା କର୍ମଚାରୀ ଏବଂ ପ୍ରଥମ ଥରର ଭୋଟଦାତାଙ୍କ ମଧ୍ୟରେ ମତଦାନ ଲାଗି ଆଗ୍ରହ ଦେଖାଦେଇଥିଲା। ଶ୍ରୀଭୂମି ଉପତ୍ୟକାରେ 85% ମତଦାନ ହୋଇଥିଲା। କେତେକ ମତଦାନ କେନ୍ଦ୍ରକୁ କେବଳ ମହିଳାମାନେ ପରିଚାଳନା କରିଥିଲେ। ମତଦାନ ଶେଷ ହେବା ପରେ ଇଲେକ୍ଟ୍ରୋନିକ୍ସ ଭୋଟିଂ ମେସିନ୍ଗୁଡ଼ିକୁ ସିଲଚର, କରିମଗଞ୍ଜ ଏବଂ ହାଇଲାକାଣ୍ଡିର ଷ୍ଟ୍ରଙ୍ଗ ରୁମ୍ରେ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି। 3 ଦିନିଆ ଆମେରିକା ଗସ୍ତରେ ଥିବା ବୈଦେଶିକ ସଚିବ ବିକ୍ରମ ମିଶ୍ରି ଭାରତ ଆମେରିକା ଦ୍ୱିପାକ୍ଷିକ ସମ୍ପର୍କର ବର୍ତ୍ତମାନର ସ୍ଥିତି ଓ ଭବିଷ୍ୟତର ଗତିପଥ ନେଇ ସେଠାକାର ପ୍ରମୁଖ ନେତୃତ୍ୱଙ୍କ ସହ ଆଲୋଚନା କରୁଛନ୍ତି। ସମ୍ପ୍ରତି ମଧ୍ୟପ୍ରାଚ୍ୟର ପରିସ୍ଥିତି ପରେ ଦେଖାଦେଇଥିବା ଶକ୍ତି ସଙ୍କଟ ନେଇ ଆଲୋଚନା କରାଯାଇଥିବା ବେଳେ ଶ୍ରୀ ମିଶ୍ରି ଖାଦ୍ୟ ଏବଂ ଅର୍ଥନୈତିକ ସୁରକ୍ଷା ସମ୍ବନ୍ଧରେ ପ୍ରତିପକ୍ଷଙ୍କ ସହ ମତ ବିନିମୟ କରିଥିବା ଜଣାପଡ଼ିଛି। ଭାରତ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଶ୍ରୀ ମିଶ୍ରିଙ୍କ ବୈଠକ ଓ ଆଲୋଚନା ଫଳପ୍ରଦ ହେବ ବୋଲି କୁହାଯାଇଛି। ଗତକାଲି ଶ୍ରୀ ମିଶ୍ରି ଆମେରିକା ବୈଦେଶିକ ସଚିବ ମାର୍କ ରୁବିଓଙ୍କ ସହ ଏକ ବୈଠକରେ ବାଣିଜ୍ୟ, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ପ୍ରତିରକ୍ଷା ସହଯୋଗ ଆଦି ବିଷୟ ଉପରେ ଆଲୋଚନା କରିଛନ୍ତି। ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗୋର ବୈଠକରେ ଉପସ୍ଥିତ ଥିଲେ। ସେ ସାମାଜିକ ଗଣମାଧ୍ୟମରେ କହିଛନ୍ତି ଉଭୟ ଦେଶ ମଧ୍ୟରେ ଗଠନମୂଳକ ଆଲୋଚନା ଚାଲିଛି। ଆସନ୍ତା ମାସରେ ମାର୍କ ରୁବିଓ ଭାରତ ଗସ୍ତରେ ଆସିବାର ସମ୍ଭାବନା ରହିଥିବା ସେ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫଙ୍କ ମନ୍ତବ୍ୟକୁ ଇସ୍ରାଏଲ୍ କଡ଼ା ସମାଲୋଚନା କରିବା ସହ ଏହାକୁ ଅପରାଧ ମନୋବୃତ୍ତି ସମ୍ପନ୍ନ ବୋଲି କହିଛି। ମଧ୍ୟପ୍ରାଚ୍ୟ ଉତ୍ତେଜନାରେ ନିରପେକ୍ଷ ମଧ୍ୟସ୍ଥତା ନେଇ ପାକିସ୍ତାନ ଭୂମିକା ଉପରେ ଇସ୍ରାଏଲ୍ ସନ୍ଦେହ ପ୍ରକାଶ କରିଛି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଇସ୍ରାଏଲ୍ର ବିନାଶ ପାଇଁ ଦିଆଯାଇଥିବା ଆହ୍ୱାନ କୌଣସି ସରକାରଙ୍କ ଦ୍ୱାରା ଗ୍ରହଣୀୟ ନୁହେଁ ଏବଂ ବିଶେଷ କରି ଶାନ୍ତି ପ୍ରତିଷ୍ଠା ଦିଗରେ ମଧ୍ୟସ୍ଥତା ଭୂମିକା ଗ୍ରହଣ କରୁଥିବା ଦେଶର ଏଭଳି ମନ୍ତବ୍ୟ ନିନ୍ଦନୀୟ। ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ସାମାଜିକ ଗଣମାଧ୍ୟମରେ ଇସ୍ରାଏଲ୍କୁ ଉତ୍ତେଜନା ସୃଷ୍ଟିକାରୀ ଭାବରେ ମନ୍ତବ୍ୟ ଦେବା ପରେ ଇସ୍ରାଏଲ୍ ପକ୍ଷରୁ ଏହାକୁ ଇହୁଦୀ ବିରୋଧୀ ବୋଲି କୁହାଯାଇଛି। ଶ୍ରୀ ଆସିଫ୍ ସାମାଜିକ ଗଣମାଧ୍ୟମରେ ଗାଜା, ଇରାନ ଏବଂ ଲେବାନନରେ ସୃଷ୍ଟି ହୋଇଥିବା ପରିସ୍ଥିତିରେ ଇସ୍ରାଏଲ୍ର ଭୂମିକାକୁ ନେଇ ପ୍ରଶ୍ନ କରିଥିଲେ। ଆମେରିକା ଇରାନ ଯୁଦ୍ଧବିରତିର ପ୍ରଭାବ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଇରାନ ହର୍ମୁଜ ପ୍ରଣାଳୀ ଦେଇ ତୈଳ କାରବାର ସମ୍ପର୍କିତ ସର୍ତ୍ତାବଳୀ ପାଳନ କରୁନାହିଁ। ସେହି ବାଟ ଦେଇ ଯାଉଥିବା ଟ୍ୟାଙ୍କରଗୁଡ଼ିକ ଉପରୁ ତେହେରାନ ଶୁଳ୍କ ଆଦାୟ କରୁଥିବା ନେଇ ସେ ଇରାନକୁ ଚେତାବନୀ ଦେଇଛନ୍ତି। ଶ୍ରୀ ଟ୍ରମ୍ପ କହିଛନ୍ତି, ଯୁଦ୍ଧବିରତିର ଏକ ଅଂଶ ଭାବରେ ହର୍ମୁଜ ପ୍ରଣାଳୀକୁ ଇରାନ ଖୋଲା ରଖିବା ଜରୁରୀ। ଇରାନ ସେନା ଦ୍ୱାରା ଶୁଳ୍କ ଆଦାୟ ଯୁଦ୍ଧବିରତି ପ୍ରସ୍ତାବର ବିରୋଧୀ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଯୁଦ୍ଧବିରତି ପରେ ଆକ୍ରମଣ ଏବଂ ପ୍ରତିଆକ୍ରମଣ ହ୍ରାସ ପାଇଛି। ଇରାନର ହର୍ମୁଜ ପ୍ରଣାଳୀ ଉପରେ ନିୟନ୍ତ୍ରଣ ଏବଂ ୟୁରାନିୟମ୍ ଭଣ୍ଡାର ତଥା ଆଞ୍ଚଳିକ ସାମରିକ କାର୍ଯ୍ୟକଳାପକୁ ନେଇ ଉତ୍ତେଜନା ଜାରି ରହିଛି। ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ୍ କହିଛନ୍ତି, ଯୁଦ୍ଧବିରତି ଗ୍ରହଣ କରିବା ନିଷ୍ପତ୍ତି ଦେଶର ନେତୃତ୍ୱ ଦ୍ୱାରା ସର୍ବସମ୍ମତିକ୍ରମେ ଗ୍ରହଣ କରାଯାଇଛି। ଯୁଦ୍ଧବିରତି କାର୍ଯ୍ୟକାରୀ ହେବା ପରଠାରୁ ଆମେରିକା, ଇସ୍ରାଏଲ୍ ଓ ଇରାନ ପକ୍ଷରୁ କୌଣସି ପ୍ରକାରର ସାମରିକ କାର୍ଯ୍ୟାନୁଷ୍ଠାନ ନେଇ ରିପୋର୍ଟ ମିଳିନାହିଁ। ହୋମିଓପାଥିର ପ୍ରତିଷ୍ଠାତା ଡକ୍ଟର ହାନିମାନଙ୍କ ଜନ୍ମବାର୍ଷିକୀକୁ ସ୍ମରଣ କରିବା ଲାଗି ଆଜି ବିଶ୍ୱ ହୋମିଓପାଥି ଦିବସ ପାଳନ କରାଯାଉଛି। ବିଶ୍ୱ ହୋମିଓପାଥି ଦିବସ ବିଷୟବସ୍ତୁ ରହିଛି ସ୍ଥାୟୀ ସ୍ୱାସ୍ଥ୍ୟ ପାଇଁ ହୋମିଓପାଥି। ପ୍ରାୟ 1/4 ପଞ୍ଜୀକୃତ ହୋମିଓପାଥିକ୍ ଚିକିତ୍ସକଙ୍କ ସହିତ ଭାରତ ବିଶ୍ୱର ସର୍ବବୃହତ୍ ହୋମିଓପାଥିକ୍ କାର୍ଯ୍ୟଶକ୍ତି ମଧ୍ୟରୁ ଗୋଟିଏ। ବିଶ୍ୱ ହୋମିଓପାଥି ଦିବସ ପାଳନ କରିବା ପାଇଁ ଆୟୁଷ ମନ୍ତ୍ରାଳୟ ନୂଆଦିଲ୍ଲୀରେ ଏକ 2 ଦିନିଆ ଇଣ୍ଟରାକ୍ଟିଭ୍ ଫୋରମ୍ ଆୟୋଜନ କରୁଛି। ଏହି ସମ୍ମିଳନୀରେ ସ୍ଥାୟୀ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ନିର୍ମାଣରେ ହୋମିଓପାଥିର ବିକଶିତ ଭୂମିକା ଉପରେ ବିଚାର ବିମର୍ଶ କରିବା ପାଇଁ ପ୍ରମୁଖ ନୀତି ନିର୍ଦ୍ଧାରକ ଓ ଗବେଷକମାନେ ଏକତ୍ରିତ ହେବେ। ଆୟୁଷ ମନ୍ତ୍ରାଳୟ କହିଛି, ଏହି କାର୍ଯ୍ୟକ୍ରମ ହୋମିଓପାଥି କ୍ଷେତ୍ରରେ ପ୍ରମୁଖ ଗବେଷଣା, ଉନ୍ନତି, ଜନସ୍ୱାସ୍ଥ୍ୟ ପଦକ୍ଷେପ ଏବଂ ନୀତି ବିକାଶକୁ ପ୍ରଦର୍ଶନ କରିବ। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ କହିଛନ୍ତି, ସେ ଲେବାନନ ସହ ପ୍ରତ୍ୟକ୍ଷ ଭାବେ ଆଲୋଚନା କରିବା ଲାଗି ତାଙ୍କ ମନ୍ତ୍ରିମଣ୍ଡଳକୁ ନିର୍ଦ୍ଦେଶ ଦେଇଛନ୍ତି। ଲେବାନନ ସହ କୌଣସି ଯୁଦ୍ଧବିରତି ହୋଇନଥିବା ସେ ସ୍ପଷ୍ଟ କରିଛନ୍ତି। ଏକ ଭିଡ଼ିଓ ବିବୃତ୍ତିରେ ଶ୍ରୀ ନେତନ୍ୟାହୁ କହିଛନ୍ତି, ଉତ୍ତର ଇସ୍ରାଏଲରେ ସୁରକ୍ଷା ପୁନଃସ୍ଥାପିତ ନ ହେବା ପର୍ଯ୍ୟନ୍ତ ହିଜବୁଲ୍ଲା ଉପରେ ଆକ୍ରମଣ ଜାରି ରହିବ। ଇସ୍ରାଏଲ୍ ଆକ୍ରମଣରେ ଲେବାନନରେ ମୃତ୍ୟୁ ସଂଖ୍ୟା 303କୁ ବୃଦ୍ଧି ପାଇଥିବା ସୂଚନା ମିଳିଛି। ଆସନ୍ତା ସପ୍ତାହରେ ଇସ୍ରାଏଲ୍ ଲେବାନନ ମଧ୍ୟରେ ଆଲୋଚନା ହେବା ନେଇ ଆକଳନ କରାଯାଉଥିବା ବେଳେ ଇସ୍ରାଏଲ୍ର ଆଲୋଚନା ପ୍ରସ୍ତାବ ନେଇ ଲେବାନନ ପକ୍ଷରୁ କୌଣସି ମତାମତ ମିଳିନାହିଁ। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଗତ 1 ବର୍ଷ ମଧ୍ୟରେ ଭାରତ ଏବଂ ମରିସସ୍ ମଧ୍ୟରେ ସହଭାଗିତା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହୋଇଛି। ଗତକାଲି 9ମ ଭାରତ ମହାସାଗର ସମ୍ମିଳନୀରେ ଯୋଗଦେବା ପାଇଁ ଡକ୍ଟର ଜୟଶଙ୍କର ମରିସସ୍ରେ ପହଞ୍ଚିଥିଲେ। ପୋର୍ଟ ଲୁଇସ୍ରେ ମରିସସ୍ ପ୍ରଧାନମନ୍ତ୍ରୀ ନବୀନ ରାମ ଗୁଲାମଙ୍କୁ ସାକ୍ଷାତ କରିବା ପରେ ଡକ୍ଟର ଜୟଶଙ୍କର କହିଛନ୍ତି, ଉଭୟ ଦେଶ ମଧ୍ୟରେ ସାମୁଦ୍ରିକ ସହଯୋଗ, ସହଭାଗିତା, ସ୍ୱାସ୍ଥ୍ୟ, ଶିକ୍ଷା, କ୍ଷମତା ନିର୍ମାଣ ଏବଂ ଲୋକସମ୍ପର୍କ ଆଦି ବିଭିନ୍ନ କ୍ଷେତ୍ର ଉପରେ ଆଲୋଚନା ହୋଇଛି। ଡକ୍ଟର ଜୟଶଙ୍କର ମରିସସ୍କୁ ଭାରତର ନିରନ୍ତର ସମର୍ଥନ ବିଷୟ ସ୍ପଷ୍ଟ କରିଛନ୍ତି। ବୈଦେଶିକ ମନ୍ତ୍ରୀ କହିଛନ୍ତି, ଗତବର୍ଷ ମାର୍ଚ୍ଚ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମରିସସ୍ ଗସ୍ତ ସମୟରେ ଉଭୟ ଦେଶ ରଣନୈତିକ ସହଭାଗିତାକୁ ଦୃଢ଼ କରିବା ଲାଗି ସହମତ ହୋଇଥିଲେ। ଆଇପିଏଲ୍ କ୍ରିକେଟରେ ଲକ୍ଷ୍ନୌ ସୁପର ଜାୟାଣ୍ଟସ୍ 3 ୱିକେଟରେ କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଛି। କୋଲକାତା ଇଡେନ୍ ଗାର୍ଡେନ୍ସରେ ଗତ ସନ୍ଧ୍ୟାରେ ଅନୁଷ୍ଠିତ ମ୍ୟାଚ୍ରେ 182 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଲକ୍ଷ୍ନୌ ସୁପର ଜାୟାଣ୍ଟସ୍ ଶେଷ ବଲ୍ରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟ୍ ରାଇଡର୍ସ ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ୍ ବିନିମୟରେ 181 ରନ୍ ସ୍କୋର କରିଥିଲା। ମୁକୁଲ ଚୌଧୁରୀଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଛି। ଆଜି ବେଙ୍ଗାଲୁରୁର ଏସିଏ ଷ୍ଟାଡିୟମରେ ସନ୍ଧ୍ୟା 7:30ରେ ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଆସାମ, କେରଳ ଏବଂ ପୁଡୁଚେରୀ ବିଧାନସଭା ସମେତ 4ଟି ଉପନିର୍ବାଚନରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ସମ୍ପନ୍ନ। ପୁଡୁଚେରୀରେ ରେକର୍ଡ ସଂଖ୍ୟକ 89.87% ମତଦାନ ସୂଚନା। ଭାରତ ଆମେରିକା ଦ୍ୱିପାକ୍ଷିକ ସମ୍ପର୍କର ବର୍ତ୍ତମାନର ସ୍ଥିତି ଓ ଭବିଷ୍ୟତର ଗତିପଥ ନେଇ ଜାରି ରହିଛି ଆଲୋଚନା। ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ମନ୍ତବ୍ୟକୁ ଇସ୍ରାଏଲ କଡ଼ା ସମାଲୋଚନା। ମନ୍ତବ୍ୟ ଅପରାଧ ମନୋବୃତ୍ତି ସମ୍ପନ୍ନ ବୋଲି କହିଲା ଇସ୍ରାଏଲ। ହର୍ମୁଜ ପ୍ରଣାଳୀ ଦେଇ ତୈଳ କାରବାରରେ ଇରାନ ସେନାର ଶୁଳ୍କ ଆଦାୟ ଯୁଦ୍ଧବିରତି ସର୍ତ୍ତାବଳୀର ଉଲ୍ଲଂଘନ ବୋଲି ଆମେରିକା ରାଷ୍ଟ୍ରପତିଙ୍କ ଅଭିଯୋଗ।
ଏବଂ आईपीएल क्रिकेट गतकालीर मैच रे कोलकाता नाइट राइडर्स को 3 विकेट्रे परास्त कला लखनऊ सुपर जायंट्स। आज संध्यारे खेल राजस्थान रॉयल्स और रॉयल चैलेंजर्स बेंगालुरु मध्य मैच। संवाद शेष है।